ଜାମ୍ମୁ କାଶ୍ମୀରର ଏକ ଷ୍ଟାଡିୟମ ବିଜୟ ସଂକଳ୍ପ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଏହି ନିର୍ବାଚନ ଜାମ୍ମୁ କାଶ୍ମୀରର ଭବିଷ୍ୟତ ବାଛିବା। ଆଜି ମଧ୍ୟ ଶହୀଦ ବୀର ସର୍ଦ୍ଦାର ଭଗତ ସିଂହଙ୍କ ଜନ୍ମବାର୍ଷିକ। ମୁଁ ଦେଶର କୋଟି କୋଟି ଯୁବକଙ୍କ ପାଇଁ ପ୍ରେରଣା ଭଗତ ସିଂହଙ୍କୁ ସମ୍ମାନ ସହ ନମସ୍କାର କରୁଛି। ତାଙ୍କ ସମ୍ବୋଧନରେ ସେ 2016ର ସର୍ଜିକାଲ ଷ୍ଟ୍ରାଇକ୍କୁ ମନେ ପକାଇ କହିଛନ୍ତି, ଆଜି ରାତିରେ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା। ଭାରତ ବିଶ୍ୱକୁ କହିଥିଲା ଯେ ଏହା ହେଉଛି ନୂତନ ଭାରତ ଯାହା ଘରେ ପ୍ରବେଶ କରି ହତ୍ୟା କରେ। ସେ ସର୍ଜିକାଲ ଷ୍ଟ୍ରାଇକ୍ର ପ୍ରମାଣ ଦାବି କରି କଂଗ୍ରେସକୁ ଦୋଷାରୋପ କରି କହିଛନ୍ତି ଯେ ଆଜି ବି କଂଗ୍ରେସ ଏହି ପ୍ରସଙ୍ଗରେ ପାକିସ୍ତାନର ଭାଷା କହୁଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତ ସପ୍ତାହରେ ମୁଁ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇଛି। ମୁଁ ଯେଉଁଆଡ଼େ ଯାଏ ସେଠାରେ ଭାଜପାଙ୍କୁ ନେଇ ଅତି ଉତ୍ସାହ ରହିଛି। ଜାମ୍ମୁ କାଶ୍ମୀରର ଲୋକମାନେ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ହିଂସା ଚାହୁଁନାହାନ୍ତି। ଏଠିକାର ଲୋକମାନେ ଶାନ୍ତି ଏବଂ ସମୃଦ୍ଧତା ଚାହୁଁଛନ୍ତି। ଲୋକମାନେ ସେମାନଙ୍କ ପିଲାମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଚାହୁଁଛନ୍ତି। ନିଶ୍ଚିତ ଭାବରେ ଏହାର ଲୋକମାନେ ଭାଜପା ସରକାର ଚାହୁଁଛନ୍ତି। କଂଗ୍ରେସ, ଏନ୍ସି ଏବଂ ପିପିଡିର ତିନୋଟି ରାଜବଂଶ ଜାମ୍ମୁ କାଶ୍ମୀରର ଲୋକମାନେ ଅସୁବିଧାରେ ପଡ଼ିଛନ୍ତି। ଲୋକମାନେ ସମାନ ବ୍ୟବସ୍ଥା ଚାହାନ୍ତି ନାହିଁ, ଯେଉଁଠାରେ ଚାକିରିର ଦୁର୍ନୀତି ଏବଂ ଭେଦଭାବ ଅଛି। ଜାମ୍ମୁ କାଶ୍ମୀରର ଲୋକମାନେ ଆଉ ଆତଙ୍କ, ବିଚ୍ଛିନ୍ନତାବାଦ ଏବଂ ରକ୍ତପାତ ଚାହୁଁନାହାନ୍ତି। ଏଠାକାର ଲୋକମାନେ ଶାନ୍ତି ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ଦୁଇଟି ପର୍ଯ୍ୟାୟରେ ହୋଇଥିବା ଭୋଟଦାନ ଜାମ୍ମୁ କାଶ୍ମୀରବାସୀଙ୍କ ମନୋବଳକୁ ପ୍ରକାଶ କରିଛି। ଉଭୟ ପର୍ଯ୍ୟାୟରେ ଭାଜପା ସପକ୍ଷରେ ଜବରଦସ୍ତ ଭୋଟ ଦିଆଯାଇଛି। ବର୍ତ୍ତମାନ ଏହା ନିଶ୍ଚିତ ଯେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହିତ ଭାଜପା ଏଠାରେ ପ୍ରଥମ ସରକାର ଗଠନ କରିବ। ଜାମ୍ମୁ ଅଞ୍ଚଳର ଲୋକଙ୍କ ପାଇଁ ଇତିହାସରେ ଏଭଳି ସୁଯୋଗ କେବେ ଆସିନାହିଁ, ଯାହା ଏହି ନିର୍ବାଚନରେ ଆସିଛି। ବର୍ତ୍ତମାନ ପ୍ରଥମ ଥର ପାଇଁ ଜାମ୍ମୁ ଅଞ୍ଚଳର ଲୋକଙ୍କ ଇଚ୍ଛା ଅନୁଯାୟୀ ଏକ ସରକାର ଗଠନ ହେବାକୁ ଯାଉଛି।